ଆପଣଙ୍କର ପିୟୁଷ ସହିତ କେମିତି ସମ୍ପର୍କ? ପିୟୁଷ ଭାଇଙ୍କ ସହିତ ମୁଁ ଯାତ୍ରାରେ ଯିବା ଆଗରୁ ମୋର ଜଣେ ଫ୍ରେଣ୍ଡ ଅଛନ୍ତି ଜୟଜିତ କରିକି, ସେ ପିୟୁଷ ଭାଇଙ୍କ ସହିତ ଯାତ୍ରା କରୁଥିଲେ ଆଗରୁ। ମୁଁ ଜୟ ସହିତ କେତେଟା ଯାତ୍ରା ତାଙ୍କର ଯାଇଛି ଦେଖିବାକୁ, ତ ପିୟୁଷ ଭାଇଙ୍କ ସହିତ ଯାତ୍ରା ଆଗରୁ ବହୁତ ଭଲ ସମ୍ପର୍କ, ଯାତ୍ରା ଆଗରୁ ବହୁତ ଭଲ ସମ୍ପର୍କ। ଏବେ ଏତେ କନଭରସେସନ ନାହିଁ, କିନ୍ତୁ ଦେଖା ହେଲେ ଏବେ ବହୁତ ଭଲ ସମ୍ପର୍କ। ଯାତ୍ରା କଲା ପରେ ପିୟୁଷଙ୍କ ସହିତ ଦେଖା ହେଇଛି କେତେ? ଯାତ୍ରା କଲା ପରେ ଆଉ ଦେଖା ହେଇନି। ଆପଣଙ୍କର କ୍ୟାରେକ୍ଟର, ତାଙ୍କ କ୍ୟାରେକ୍ଟରଟାକୁ ଆପଣ କରୁଛନ୍ତି, ତାପରେ କିଛି ଶୁଣିଛନ୍ତି ଆପଣଙ୍କୁ ସେ କିଛି ମେସେଜ ଦେବାର, କିମ୍ବା ଆପଣ ତାଙ୍କୁ କେବେ କିଛି ମେସେଜ କରିଛନ୍ତି, ହେଲ୍ପ ନେଇନାହାନ୍ତି? କାରଣ ଜଣେ ସେ ଯେତେବେଳେ ଏତେ ଦିନ ଧରିକି ଗୋଟେ କ୍ୟାରେକ୍ଟରକୁ ଲିଭଉଥିଲେ, ଆପଣ ଜାଣିବା ପାଇଁ ଇଚ୍ଛା ହେଇନି ଯେ ମତେ ବି ଟିକେ ଏମିତି ନବାର ଅଛି? ନାଇଁ, ମୋର ଗୋଟେ ଡର ଥିଲା ଯେ ଯଦି ଆମକୁ ଡିରେକ୍ଟର ଶିଖଉଛନ୍ତି, ଡିରେକ୍ଟର ଆର୍ଟିଷ୍ଟ ନୁହନ୍ତି, ସିଏ ଆମକୁ ଦେଖିକି ଆମକୁ ଶିଖେଇବେ। କିନ୍ତୁ ଯଦି ଜଣେ ଆର୍ଟିଷ୍ଟ ଆମକୁ ଶିଖେଇବ ତାଙ୍କର କ୍ୟାରେକ୍ଟରଟା, ତ ସିଏ ଚାହିଁବ ମୁଁ ଯେମିତି କରୁଥିଲି ସିଏ ସେମିତି କରୁ। ପିୟୁଷ ଭାଇ ଯେତେବେଳେ ମୁଁ ଫର୍ଷ୍ଟ କଲି, ସେ ମତେ ଥରୁଟିଏ କଲ୍ କରିଛନ୍ତି ଯେ ଡାନି, ଯଦି କିଛି ପ୍ରୋବ୍ଲେମ ହୁଏ, ବୁଝିପାରୁନ, ତମେ ଯାତ୍ରାଟାକୁ ଭଲସେ ବୁଝେଇ ନାହାନ୍ତି, ତମେ ଆସିବ, ମୁଁ ଡିଟେଲ ବୁଝେଇଦେବି, ତମେ ଯାତ୍ରାଟା ଭଲ କରିପାରିବ। କିନ୍ତୁ ମୁଁ ଜାଣିକି ଯାଇନଥିଲି ଏଥିପାଇଁ ଯେ ମୁଁ ଚାହୁଁଥିଲି କି ୱିଦାଉଟ୍ ତାଙ୍କ ସପୋର୍ଟରେ ମୁଁ ବି ଆର୍ଟିଷ୍ଟ ଜଣେ, ନିଜ ଷ୍ଟାଇଲରେ କରିବା ପାଇଁ। ହଁ, ନିଜ ଷ୍ଟାଇଲରେ। ଯଦି ମୁଁ ପିୟୁଷ ଭାଇଙ୍କ ଠାରୁ ସେ ଭଲ ଜିନିଷଟା କହିଲେ ଶିଖେଇବେ ବୋଲି, କିନ୍ତୁ ଯଦି ମୁଁ ତାଙ୍କ ପାଖରୁ ଶିଖିଥାନ୍ତି, କୋଉଠି ନା କୋଉଠି ତାଙ୍କ ଛାପଟା ହିଁ ଷ୍ଟେଜ ଉପରେ ଦେଖା ଯାଇଥାନ୍ତା। ତ ଯୋଉଟା ଲୋକ କହିଥାନ୍ତି କି କପି କରୁଛି, ପିୟୁଷ ଭଳିଆ କରୁଛି, ସେଠି ଆଉ କେହି ଡାନିକୁ ଚିହ୍ନି ନଥାନ୍ତେ, ଡାନି କରୁଛି ହାଇଦର। ସେଠି କହିଥାନ୍ତେ ଡାନି ପିୟୁଷର କ୍ୟାରେକ୍ଟରଟା ଭଲ କରୁଛି। ସେଠି ଭଲ କରୁଛନ୍ତି, କାରଣ ସମସ୍ତଙ୍କର ଗୋଟେ ସ୍ୱତନ୍ତ୍ର ଷ୍ଟାଇଲ ରହିବା କଥା, କେହି କାହାକୁ କପି କରିବା କଥା ନୁହେଁ। ଜଣଙ୍କୁ ଜଣେ ଭଲ ଲାଗିପାରେ, ତାଠୁ କିଛିଟା ଜିନିଷ ଗ୍ରହଣ କରିପାରେ, ତା ମାନେ ନୁହେଁ ଯେ ତାକୁ ସେଇ ଷ୍ଟାଇଲର ଆମେ ତାକୁ କରିବା। ଯେତେବେଳେ ଆପଣ ଖଣ୍ଡଗିରି ଆସିଲେ, ଖଣ୍ଡଗିରି କଲେ, ତାର ଅନୁଭୂତି କେମିତି ଥିଲା? ଏତେ ବଡ ମେଳା, ଏତେ ମାନେ ଲୋକ ବହୁତ ଗହଳି, ଗଲେ ସେଠି ମାନେ ଗାଡି ରଖିକି ଫେରିକି ଆସିବା ଏଟା ଗୋଟେ ମୁସ୍କିଲ ହେଇଯାଏ। ତା ଭିତରେ କେମିତି ଲୋକଙ୍କ ସହିତ? ପ୍ରଥମ ଥର ଯେତେବେଳେ ମତେ ଶୁଣିଲି ଯେ ଆମେ ଖଣ୍ଡଗିରି ଯାଉଛୁ ଯାତ୍ରା ପାଇଁକା, ମୁଁ ଆଗରୁ ଦେଖିଛି ଖଣ୍ଡଗିରି ଯାତ୍ରାରେ କଣ ସମସ୍ତଙ୍କର ହାଉସଫୁଲ, 4-7-8ଟା ପାର୍ଟି ଏକା ସହିତ ପଡିଥିବ, କମ୍ପିଟିସନରେ ଚାଲିଥିବ। ଡର ଥିଲା କି କୁହାଯାଏ ଯେ ସବୁଠୁ ଅଲଗା ହଉଛନ୍ତି ଖଣ୍ଡଗିରି ଅଡିଏନ୍ସ, ଟାଉନ ଅଡିଏନ୍ସ ଆଉ ମିକ୍ସ ହେଇକି ଥାନ୍ତି। ସେଠିକି ଦିନ ମଜୁରିଆ ବି ଆସନ୍ତି, ଜବ୍ ହୋଲ୍ଡର ବି ଆସନ୍ତି, ଷ୍ଟୁଡେଣ୍ଟସ ବି ଆସନ୍ତି, ଫ୍ୟାମିଲି ବି ଆସନ୍ତି, ମିକ୍ସ ହେଇକି ସେଠି ଅଡିଏନ୍ସ ଥାନ୍ତି। ତ ସେଠି ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁବା କାଠିକର ପାଠ ଥାଏ। ତ ପ୍ରଥମ ଷ୍ଟେଜରେ ମୁଁ ବହୁତ ଡରିଥିଲି, କିନ୍ତୁ ପ୍ରଥମ ଷ୍ଟେଜ ଓହ୍ଲେଇଲା ପରେ ବ୍ୟାକ୍ ଷ୍ଟେଜରେ ଯୋଉ ଆପ୍ରିସିଏସନ, ସେଇଟା ମୋ ଭିତରେ ଆଉ ଟିକେ ମନୋବଳ ମୋର ସୁଦୃଢ କରିଦେଇଥିଲା, ମୋର ଇନ୍ସପିରେସନ ଆଉ ଟିକେ ବଢେଇ ଦେଇଥିଲା ଯେ ନା ମୁଁ ପାରିବି, ଖଣ୍ଡଗିରି ପାଇଁ ମୁଁ ଠିକ ଠାକ ଅଛି। ସେତେବେଳେ ଗୋଟେ କନଫିଡେନ୍ସ, ଡରଟା ପଳେଇଗଲା। ଆପଣ ଓଡିଆ ଫିଲ୍ମ କରିଛନ୍ତି? ହଁ, 2ଟା ମୁଭି କରିଛି ମୁଁ, ଟେଲି ମୁଭି କରିଛି। ଗୋଟେ ୱାଇଫ ନୁହେଁ ସେ ୱାଇଫ, ଆଉ ଗୋଟେ ବୋହୁ ଆମର ରଜନୀକାନ୍ତ। ଏବେ ଆପଣଙ୍କୁ ଯଦି ଫିଲ୍ମ ଆସିବ ଆପଣ କରିପାରିବେ? ଅବଭିୟସଲି, କେବଳ ଯାତ୍ରା ସହିତ ଗୋଟିଏ ଜିନିଷ ପସିବଲ, ମୁଭି କରିହବ, ଯେହେତୁ ପାଖାପାଖି କ୍ୟାମ୍ପ ପଡେ, ରାତି 9ଟା-10ଟା ପର୍ଯ୍ୟନ୍ତ ସୁଟିଂ କରିକି 10ଟା ବେଳେ ବାହାରିଲେ ଗୋଟେ ଭିତରେ ଯେକୌଣସି ଜାଗାରେ ଯାଇକି ଓଡିଶାରେ ପହଞ୍ଚିବ। ଟାଇମ ମ୍ୟାନେଜମେଣ୍ଟ ଆପଣ ଠିକ ଠାକ କରିଦଉଛନ୍ତି? ଏବେ ନୂଆ ଯାତ୍ରାକୁ ଆସିଛନ୍ତି, ଅନିଦ୍ରା ହଉଥିବ, ରାତି ଦିନଟି ଟାୟାର୍ଡ ଲାଗୁଥିବ, ସେମିତି କିଛି? ମୋର ନା ସିରିଏଲରେ ସେ ଅଭିଜ୍ଞତାଟା ରହିଛି? ସିରିଏଲରେ ବି ତ ଟାଇମ ଟେବୁଲ ଠିକ ନଥାଏ କିଛି, ସିରିଏଲରେ ସେ ଅଭିଜ୍ଞତାଟା ରହିଛି। ତାପରେ କାମଟା ମୋ ପାଇଁ ନୂଆ ନୁହଁ। ହଁ, କାମର ଜାଗାଟା ଚେଞ୍ଜ ହେଇଯାଇଛି, କିନ୍ତୁ ପାଖାପାଖି ସମାନ, ପ୍ରାୟ ରାତି ଅନିଦ୍ରା ସମାନ ରହୁଛି। ଅବଶ୍ୟ ସିରିଏଲ ଅପେକ୍ଷା ଯାତ୍ରାରେ ଟିକେ ଖଟଣି ବେଶୀ। ଲୋକ କୁହନ୍ତି ଯେ ଯାତ୍ରାରେ କାହିଁକି ପଇସା ଦଉଛନ୍ତି, ଏଠି 300 ସିରିଏଲରେ ସପ୍ତାହରେ 1-2 ଦିନ ରାତି ଅନିଦ୍ରା ହବାକୁ ହେଲେ, ଏଠି ମାସର 20 ଦିନ ରାତି ଅନିଦ୍ରା ହବାକୁ ପଡେ। ଆଉ ସିରିଏଲରେ ଯାଇକି ସେଠି ପହଞ୍ଚିଗଲେ ସବୁ ରେସ୍ପନ୍ସିବିଲିଟି ସେମାନେ ନେଇଯାଆନ୍ତି, କିନ୍ତୁ ଯାତ୍ରାରେ ସବୁ ରେସ୍ପନ୍ସିବିଲିଟି ଆମର। ପିନ୍ଧିବା ପାଖରୁ ଆରମ୍ଭ କରି ମେକଅପ, ପ୍ରପର୍ଟିଜ ଯାହା ଦରକାର, ସେ ସବୁ ମନେ କରିକି ନେଇକି ଯିବା ଦରକାର। ସେଥିପାଇଁ ପ୍ରାପ୍ୟଟା ଟିକେ ସିରିଏଲ ଠାରୁ ଅଧିକ। ଆପଣଙ୍କର ମାନେ ଆଇଡଲ କାହାକୁ ଭାବନ୍ତି ଯାତ୍ରା ଇଣ୍ଡଷ୍ଟ୍ରିରେ? ଯାତ୍ରା ଇଣ୍ଡଷ୍ଟ୍ରିରେ ମୁଁ କେବେ କୌଣସି ଯାତ୍ରା ଆର୍ଟିଷ୍ଟକୁ ଦେଖିକି ସେମିତି କେବେ ଭାବିନି ଯେ ମୁଁ ତାଙ୍କ ଭଳିଆ କରିବି କି ଇଏ କରିବି। ମୁଁ ଭାବିଛି ମୁଁ ଗୋଟେ ଆର୍ଟିଷ୍ଟ, ଯାତ୍ରା ଇଣ୍ଡଷ୍ଟ୍ରିରେ କେହି ସେମିତି ଆଇଡଲ ନାହାନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଆପଣ କହିପାରିବେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଜିତ ଦାସ,
ଏମାନଙ୍କର ମୁଭି ମୁଁ ବହୁତ ଦେଖିଛି, ପ୍ରାୟ କହିବାକୁ ଗଲେ ମୁଁ ତାଙ୍କର ସବୁ ଫିଲ୍ମ ଦେଖିଛି। ଜୟଜିତଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ? ବହୁତ ଭଲ ସମ୍ପର୍କ। ମୋର ବି Industry- ଫେଭରାଇଟ ଆକ୍ଟର ଜୟଜିତ, ହଁ, ଭଲ ହଁ। ଲାଗନ୍ତି ବହୁତ। ଭଲ ମଣିଷଟେ ଭଲ ମଣିଷ ସେ। ହୁଁ। ସେ ୱାଇଫ ମୁଭିରେ ୱାଇଫ ମୁଭିରେ ତାଙ୍କର ଭଲ ଚାଲିଥିଲା। ଆମେ ଦୁଇ ତାଙ୍କର- ଜଣ ଫ୍ରେଣ୍ଡ, ହୁଁ। ପ୍ରାୟ ଇଣ୍ଡଷ୍ଟ୍ରିରେ ମୁଁ କେବଳ ସେ ଗୋଟିଏ ସାଙ୍ଗ ମୋର ଯେ ଯାହା ସାଙ୍ଗରେ ଟିକେ ଭଲ ମିଶାମିଶି ମୋର। ଏବେ ତ ମାନେ ବହୁତ ରେୟାର, ସିଏ ବି ଯାତ୍ରା ମୁଁ ବି ଯାତ୍ରା, ତାର ଗୋଟେ ଆଡେ ମୋର ଗୋଟେ ଆଡେ, କିନ୍ତୁ ଭିତରେ ଯେହେତୁ ସିଏ ଏତେ ଜଜମେଣ୍ଟାଲ ନୁହଁ, ଏତେ କ୍ରିଟିକାଲ ନୁହଁ, ଏତେ କୌଣସି ଜିନିଷକୁ ଧରିବା ଇଏ ନା। କରିବା କାହା ବିଷୟରେ। ଆଉ ସବୁଠୁ ବଡ ଜିନିଷ ହଉଛି ବହୁତ ଓପନ ମାଇଣ୍ଡେଡ। ହଁ, ଓପନ ମାଇଣ୍ଡେଡ। ଆମ ଭିତରେ କେବେ ବସିଲେ କାହା ଟପିକ କୁ ନେଇକି ଡିସ୍କସନ ହୁଏ ନା। करियर को नेकी हुए, प्रॉब्लम्स को नेकी हुए, सॉल्यूशन आमे परस्पर को दो जे एटा प्रॉब्लम सेटा, किंतु काहार गोटे टॉपिक पके कि ता पर गोटे डिस्कशन करबा। आमे सबटु बड़ कथा जे हम यात्रा इंडस्ट्री आमे दुई जण जाक अछु, यात्रा रे एते कंट्रोवर्सी, किंतु आमे केबे भी से कंट्रोवर्सी विषय रे कथा होना, काहारी विषय रे, अच्छा, काहारी विषय रे केबे कथा होना।